ନମସ୍କାର, ମୁଁ ସୁସ୍ମିତା ରଥ। ଆଜି ମୁଁ ଡେ 6ର ଭିଡ଼ିଓ ନେଇକିନା ଆସିଛି। ଆପଣ ଯଦି ଲଗାତାର ଡେ 1ରୁ ଡେ 5 ଯାଏଁ ଭଲ ଭାବରେ ପ୍ରାକ୍ଟିସ୍ କରିଥିବେ, କୃତଜ୍ଞତା ଯଦି ଲେଖିଥିବେ ଆପଣ, ଏପର୍ଯ୍ୟନ୍ତ ଆମେ ଡେ 1ରେ 10ଟା ଗ୍ରାଟିଚ୍ୟୁଡ୍, ଡେ 2ରେ ମ୍ୟାଜିକ୍ ଷ୍ଟୋନ୍କୁ ଧରିକିନା କହିଥିବୁ ଆଉ ଗ୍ରାଟିଚ୍ୟୁଡ୍ 10ଟା ଲେଖିଥିବୁ। ପୁଣି ଡେ 3ର 3 ଜଣଙ୍କୁ ନେଇକିନା ଯଦି ଆମେ 5ଟା ଗ୍ରାଟିଚ୍ୟୁଡ୍ ଲେଖିଛୁ, ଡେ 4ରେ ଆମେ ହେଲ୍ଥ ପାଇଁ 10ଟା ଗ୍ରାଟିଚ୍ୟୁଡ୍ ଲେଖିଛୁ। ପୁଣି ଡେ 5ରେ ହେଲ୍ଥ ପାଇଁ ଆମେ 10ଟା ଗ୍ରାଟିଚ୍ୟୁଡ୍ ଯଦି ଲେଖିଛୁ, ତାହେଲେ ଏଇ ଡେ 6ର ଯୋଉ ଚାପ୍ଟର ଅଛି ଯାଦୁ ଯେପରି କାମ କରେ, ହିନ୍ଦୀରେ ହେଉଛି ତାର ଚାପ୍ଟର ଯାଦୁ ହି ତାରା କାମ କରନା। ମାନେ ଆମ ଲାଇଫରେ କେମିତି ମ୍ୟାଜିକ୍ ହବ ଏଇ ଚାପ୍ଟରରେ ବତେଇଛି। ତ ଆମେ ଯେପର୍ଯ୍ୟନ୍ତ ଫାଷ୍ଟ ପ୍ରାକ୍ଟିସ୍ 5 ଡେଜ୍ ନ କରିବା ତାହେଲେ ଏଇ ଚାପ୍ଟରକୁ ଆମେ ଆସିପାରିବାନି। ସେଇଥିପାଇଁ ଆପଣମାନେ ମୋର ବିଶ୍ୱାସ ସମସ୍ତେ ଭଲ ଭାବରେ ପ୍ରାକ୍ଟିସ୍ କରୁଥିବେ। ଆଉ ଡେ 6 ଚାପ୍ଟରଟା ବହୁତ ବଢ଼ିଆ ଚାପ୍ଟର, ବହୁତ ମଜାଦାର। ଆପଣ ଇଜିଲି କେମିତି 100, 200 ଯେତେ ଆପଣ କରିପାରିବେ, 1000 ଗ୍ରାଟିଚ୍ୟୁଡ୍ ଲେଖିପାରିବେ, କହିପାରିବେ। ସେଥିପାଇଁ ମୁଁ ଆପଣଙ୍କୁ ଆଜି ବତଉଛି କେମିତି ଡେ 6ର ପ୍ରାକ୍ଟିସ୍ କରାଯାଏ। ଏହି ଚାପ୍ଟରରେ ଆମେ ପ୍ରଥମେ ସକାଳୁ ଉଠିକରି ମନକୁ ମନ ଆମେ କହିବା, ଯେମିତି ଆମେ ସକାଳୁ ଉଠି ସାରିଲା ପରେ ଆଜି ମୁଁ ମୋର ଦିନକୁ ଦେଖିପାରିଥିବାରୁ ବହୁତ ବହୁତ ଧନ୍ୟବାଦ। ଏମିତି ଆପଣ ଯେତେବେଳେ ଖଟରୁ ଆମେ ଉଠୁ ସେଇ ସମୟରେ ଆଗ ପ୍ରଥମେ କହିବା। ତାପରେ ଆମେ ଯେଉଁ ଖଟରେ ଶୋଇଥାଉ ତାକୁ ଧନ୍ୟବାଦ ଦେବା, ପିଲୋକୁ ଧନ୍ୟବାଦ ଦେବା, ବେଡ଼ସିଟ୍କୁ ଧନ୍ୟବାଦ ଦେବା, ଆପଣ ଯାହା ସାଙ୍ଗରେ ଶୋଇଛନ୍ତି ତାକୁ ଧନ୍ୟବାଦ ଦେବା। ଆପଣଙ୍କ ପାଖରେ ବାପା, ମା, ଭାଇ, ଭଉଣୀ, ଆପଣଙ୍କର ହଜବେଣ୍ଡ ଯିଏ ଆପଣଙ୍କ ପାଖରେ ଶୋଇଛନ୍ତି ତାଙ୍କୁ ଧନ୍ୟବାଦ ଦେବେ, ଧରତୀ ମାକୁ ଧନ୍ୟବାଦ କରିବେ। ଏମିତି ଯାହା ସେଇ ରୁମ୍ରେ ଅଛି ସବୁ ଜିନିଷକୁ ଆପଣ ଯେତେବେଳେ ଉଠିବେ, ମୁଁ ନିଶ୍ୱାସ ନେଇପାରୁଛି ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ମୁଁ ଆଜି ଦିନଟାକୁ ସୂର୍ଯ୍ୟ ଉଦୟକୁ ଦେଖିପାରିଲେ ଏଥିପାଇଁ ବହୁତ ବହୁତ ଧନ୍ୟବାଦ। ମୁଁ ଆଜି ସକାଳୁ ଉଠିକିନା ଗ୍ରାଟିଚ୍ୟୁଡ୍ ଲେଖିପାରୁଛି। ଯେଉଁ ଜିନିଷକୁ ଆପଣ ଟଚ୍ କରିବେ, ନଳ ପାଖକୁ ଯେତେବେଳେ ଫ୍ରେଶ୍ ହେବା ପାଇଁ ଯିବେ ଲେଖିବେ, କହିବେ କି ଏଇ ନଳ ପାଇଁ ବହୁତ ବହୁତ ଧନ୍ୟବାଦ, ଏଥିରୁ ପାଣି ଆସୁଛି ଆଉ ମୁଁ ଇଜିଲି ମୋ ଚେହେରାକୁ ଧୋଇ ପାରୁଛି। ଆପଣ ବାଥରୁମ୍ ଯିବେ, ସେ ବାଥରୁମ୍ ପାଇଁ ଶୁକ୍ରିୟା କରିବେ। ଏମିତି ଆପଣ ଯାହା ଯାହା ଆପଣଙ୍କର ହାତରେ ଲାଗିବ, ଯେମିତି ଏଇନା ମୁଁ ବସିଛି, ମୁଁ ଶୁକ୍ରିୟା କରିବି ମୋର ମୋବାଇଲକୁ ଯେଉଁଥିରେ ମୁଁ ସୁନ୍ଦର ସୁନ୍ଦର ଭିଡ଼ିଓ ବନେଇ ପାରୁଛି। ମୁଁ ଶୁକ୍ରିୟା କରିବି ମୋର ଗ୍ରାଟିଚ୍ୟୁଡ୍ କପିକୁ ଯେଉଁଥିରେ ମୁଁ ମୋର ଗ୍ରାଟିଚ୍ୟୁଡ୍ ଲେଖିପାରୁଛି। ମୋର ଚଷମା ପାଇଁ, ମୋର ମୋବାଇଲ ପାଇଁ, ମୋର ଲ୍ୟାପଟପ୍ ପାଇଁ, ସୁଇଚ୍ ବୋର୍ଡ଼ ପାଇଁ। ଯେଉଁ ରୁମ୍ରେ ଶୋଇଛନ୍ତି ଆପଣ ଫ୍ୟାନ୍ ସୁଇଚ୍ ଅଫ୍ ବନ୍ଦ କରିବେ, ଲାଇଟ୍ ଅନ୍ କରିବେ। ଏଇନା ଏ ରୁମ୍ରେ ମୁଁ ଲାଇଟ୍ ଜଳେଇଛି। ଏଇଟାକ ସବୁ ଆପଣ ଥ୍ୟାଙ୍କ ୟୁ କରିସାରିଲା ପରେ ଆସିବେ 10ଟା ଗ୍ରାଟିଚ୍ୟୁଡ୍ ଯେମିତି ଆମେ ଲେଖୁ ସେମିତି ଲେଖିକିନା ପୁଣି ଡେ 3ର ଯେଉଁ ଅଛି ରିଲେସନ୍ ଉପରେ, ତା ଉପରେ ଲେଖିବେ, ହେଲ୍ଥ ଉପରେ ଲେଖିବେ 10ଟା, ପୁଣି ମନି ଉପରେ ଆପଣ 10ଟା ଲେଖିବେ। ତାପରେ ଆମେ ଏଇ ପ୍ରାକ୍ଟିସ୍କୁ ଆସିବା। ଏଇଟା ହେଉଛି ଆମକୁ ଗୋଟିଏ ୟୁନିଭର୍ସ, ଆମକୁ ଆମର ବ୍ରହ୍ମାଣ୍ଡ କେମିତି ଆମେ ଗ୍ରାଟିଚ୍ୟୁଡ୍ ଆହୁରି ଇଜିଲି ସ୍ମୁଥଲି ବେଶୀ ବେଶୀ କୃତଜ୍ଞ କରିପାରିବ ଆମକୁ ଗୋଟେ ଗିଫ୍ଟ ଦେଉଛନ୍ତି। ସେ ଗିଫ୍ଟ ଆମ ପାଇଁ ଆହୁରି ଇଜି ଏବଂ ସହଜ ହେଇଯିବ
ଆମେ ଯେମିତି ଘରେ କାମ କଲେ ଆମର କେହି ହେଲ୍ପିଂ ହେଲ୍ପ ଥାଆନ୍ତି କି ଆମେ ଅଫିସ ଯେତେବେଳେ କାମ କରୁ ଗୋଟେ ପିଏ ଆମ ସାଙ୍ଗରେ ସବୁବେଳେ ଥାଏ, ସେମିତି ଆପଣ ଆଜିକା ଯେଉଁ ଚାପ୍ଟରଟା ହେଉଛି ଗୋଟେ ଆପଣଙ୍କ ସାଙ୍ଗରେ ମ୍ୟାନେଜର ରହିବ। ସେଇ ମ୍ୟାନେଜରକୁ ଆପଣ ଗ୍ରାଟିଚ୍ୟୁଡ୍ ଲେଖିବା ପାଇଁ କହିବେ। ଯେମିତି ଏକ୍ଜାମ୍ପଲ, ତାକୁ ଆପଣ ଆଗ ନାଁ ଧରିବେ, ତାର ଗୋଟେ ନାଁ ଦେବେ। ଆଉ ଯଦି ହଉଛି ତ ଆପଣ ଆପଣଙ୍କର ଭଗବାନ ଯେଉଁ ଇଷ୍ଟଦେବତା ମାନନ୍ତି ସେ ବି ଭାବି ପାରନ୍ତି ଯେ ଆପଣଙ୍କ ପଛରେ ବା ଲେଫ୍ଟ ସାଇଡରେ ଏମିତି ସେ ଠିଆ ହେଇଛନ୍ତି ଇଷ୍ଟଦେବତା, ଯେମିତି ସାଇ ବାବା, ଶିବ ବାବା ୟା କୃଷ୍ଣ, ଯାହାକୁ ଆପଣ ମାନନ୍ତି। ଆପଣ ଆପଣଙ୍କ ପରିବାରର କୌଣସି ସଦସ୍ୟକୁ ନେବେନି, ଏଇଥିରେ ମ୍ୟାନେଜର ବନେଇ ପାରିବେନି। କିନ୍ତୁ ଆପଣ ଆପଣଙ୍କ ଭଗବାନଙ୍କୁ ୟା ବାହାର କୌଣସି ଫିଗର, କୌଣସି ହିରୋ ହିରୋଇନ, ଯାହାକୁ ଆପଣ ଗୋଟେ ଭାବି ପାରୁଛନ୍ତି ଗୋଟେ ଫିଗରଟେ ବନେଇକିନା ତାକୁ ନାଁ ଦେବେ ଆଉ କହିବେ ଥ୍ୟାଙ୍କ ୟୁ। ତାକୁ ଅର୍ଡ଼ର ଦେବେ, ଅର୍ଡ଼ର ଦେବେନି, ତାକୁ କହିବେ ଦେଖ ମୁଁ ଏଇନା କାମ କରୁଛି। ଯେମିତି ଆପଣ କିଚେନକୁ ଗଲେ, ଆମେ ଲେଡ଼ିଜ ମାନେ ବେଶୀ ସମୟ ଆମେ କିଚେନରେ ବି କରିଥାଉ। ତ ଏଇନା ମୁଁ ଯେମିତି କ୍ଲାସ୍ କରୁଛି କି ପ୍ରାକ୍ଟିସ୍ କରାଉଛି, ଭିଡ଼ିଓଟା ବନଉଛି, ସେମାନେ ତ ମୁଁ ଲେଖିପାରିବିନି ଗ୍ରାଟିଚ୍ୟୁଡ୍। ସେଇ ସମୟରେ ମୁଁ ମ୍ୟାନେଜରକୁ କହୁଛି ମୁଁ ତ ଏଇନା କ୍ଲାସ୍ ନେଉଛି କି ଭିଡ଼ିଓଟେ ବନଉଛି କି ଘର କାମ କରୁଛି କିଚେନରେ, ଆପଣ ମୋର ଗ୍ରାଟିଚ୍ୟୁଡ୍କୁ ଡାଏରୀରେ ଲେଖି ଚାଲନ୍ତୁ। ଆପଣ ମେହସୁସ କରିବେ ଯେ ଆପଣଙ୍କ ପଛରେ ଗୋଟେ ପିଏ ଠିଆ ହେଇକିନା କପି ପେନ୍ ଧରିକିନା ଆପଣ ଯାହା ଯାହା ଥ୍ୟାଙ୍କ ୟୁ କହୁଛନ୍ତି ସେ ସେପଟେ ଲେଖୁଛନ୍ତି। ତ ଆପଣ କିଚେନକୁ ଗଲେ, ଯେମିତି କିଚେନକୁ ରାନ୍ଧିଲା ବେଳେ ଆମେ ଫାଷ୍ଟ ଗ୍ୟାସ୍ ଚୁଲା ଜଳୁ, ଗ୍ୟାସ୍ ଚୁଲା ଜଳେଇବାକୁ ଥ୍ୟାଙ୍କ ୟୁ ଗ୍ୟାସ୍ ଚୁଲା କହିଲା ବେଳକୁ ସେପଟେ ଆପଣ ମେହସୁସ କରିବେ କି ଗ୍ରାଟିଚ୍ୟୁଡ୍ ଲେଖୁଛନ୍ତି ଆମର ଯେଉଁ ମ୍ୟାନେଜର। ସେମିତି ଆପଣ କଢ଼େଇଟେ ବସେଇଲେ, ଚା ବନେଇଲେ, ଯେଉଁ ପରିବା କାଟିଲେ, ପରିବା କାଟିଲା ବେଳକୁ ଥ୍ୟାଙ୍କ ୟୁ ମୁଁ କହୁଛୁ ନା, ଥ୍ୟାଙ୍କ ୟୁ ବନିକି, ଥ୍ୟାଙ୍କ ୟୁ କ୍ଷୀର, ଥ୍ୟାଙ୍କ ୟୁ ଚା ପତି, ଥ୍ୟାଙ୍କ ୟୁ ଚିନି, ଥ୍ୟାଙ୍କ ୟୁ ସିଲିଣ୍ଡର, ଥ୍ୟାଙ୍କ ୟୁ ଯାହା ଯାହା ଆପଣ ସେ କିଚେନରେ ୟୁଜ୍ କରୁଛନ୍ତି, ଥ୍ୟାଙ୍କ ୟୁ ଫ୍ରିଜ୍, ଏମିତି ଆପଣ ମେହସୁସ କରିବେ ଆଉ ଦିଲ୍ ସେ ଥ୍ୟାଙ୍କ ୟୁ କହିବେ। ଆଉ ସେପଟେ ମ୍ୟାନେଜର ଆପଣଙ୍କର ସବୁ ଗ୍ରାଟିଚ୍ୟୁଡ୍ ଲେଖିବ। ଆପଣ ଯଦି ବାହାରେ ଅଛନ୍ତି, ଅଫିସ ଯାଇଛନ୍ତି, ଆପଣ ମେହସୁସ କରିବେ ସେ ଅଫିସରେ, ସେ ରୁମ୍ରେ ସବୁ ଜିନିଷକୁ, ଲାଇଟ୍କୁ, ଟେବୁଲକୁ ଥ୍ୟାଙ୍କ ୟୁ କରିବେ। ଆପଣଙ୍କର ଅଫିସ ଷ୍ଟାଫକୁ, ଯିଏ ଯିଏ ଆପଣଙ୍କ ସାଙ୍ଗରେ କାମ କରୁଛନ୍ତି, ସେ ଜାଗାର ଭୂମିକୁ, ଧରତୀ ମାକୁ, ସେଇ ଜାଗା ପାଇଁ, ସେଇ ମାନେ ଇନଷ୍ଟିଚ୍ୟୁସନ ପାଇଁ, ପ୍ଲାଣ୍ଟ ହଉ, ଅଫିସ ହଉ, ସ୍କୁଲ ହଉ, ଯେଉଁଠି ଆପଣ କାମ କରନ୍ତି ସେଇଟା ହେଉଛି ଆମର କର୍ମସ୍ଥାନ। ତ ତାହାକୁ ଆଗ ଆପଣ ସେଠିକା ଧରତୀ ମାକୁ ଆପଣ କୃତଜ୍ଞତା ଜଣାଇବେ। ଥ୍ୟାଙ୍କ ୟୁ ଧରତୀ ମା, ଆପଣଙ୍କ ପାଇଁ ମୁଁ ଏଇ ଅଫିସରେ କାମ କରିପାରୁଛି କହିକିନା ସବୁ ଜିନିଷକୁ, ଯେମିତି ମୁଁ ଏକ୍ଜାମ୍ପଲ ଦେଉଛି, ଏଇ ରୁମ୍ରେ ମୁଁ ବସିଛି, এই ରୁମ୍ରେ ମୁଁ ଥ୍ୟାଙ୍କ ୟୁ ମୋବାଇଲ, ଥ୍ୟାଙ୍କ ୟୁ ଟିଭି, ଥ୍ୟାଙ୍କ ୟୁ କ୍ୟାମେରା, ଥ୍ୟାଙ୍କ ୟୁ ଲାଇଟ୍, ଥ୍ୟାଙ୍କ ୟୁ ରୁଫ୍, ଥ୍ୟାଙ୍କ ୟୁ ଫ୍ୟାନ୍, ଥ୍ୟାଙ୍କ ୟୁ ଏସି, ଥ୍ୟାଙ୍କ ୟୁ ପର୍ଦା, ଥ୍ୟାଙ୍କ ୟୁ ଝରକା, ଥ୍ୟାଙ୍କ ୟୁ ସୋଫା, ଥ୍ୟାଙ୍କ ୟୁ ସୋଫା କଭର, ଥ୍ୟାଙ୍କ ୟୁ ଡାଇନିଂ ଟେବୁଲ କଭର, ଥ୍ୟାଙ୍କ ୟୁ ଡାଇନିଂ ଟେବୁଲ, ଥ୍ୟାଙ୍କ ୟୁ ଡାଇନିଂ ଟେବୁଲ ଚେୟାର, ଥ୍ୟାଙ୍କ ୟୁ ମାର୍ବଲ, ଥ୍ୟାଙ୍କ ୟୁ କାର୍ପେଟ। ଏମିତି ଆପଣଙ୍କ ଘରେ ଯାହା ଯାହା ସେ ରୁମ୍ରେ ଅଛି, ଯେଉଁ ରୁମ୍କୁ ଗଲେ ସେଇଠି ସବୁ ଥ୍ୟାଙ୍କ ୟୁ କହୁଥିବେ, ମ୍ୟାନେଜର ଆପଣଙ୍କୁ ଲେଖୁଥିବ। ଆଜିକାର କାମ ହେଉଛି ଏଇଟା। ଆପଣ ଯେତେ ଭଲସେ ଲେଖିବେ ସେତେ ଆପଣଙ୍କ ଲାଇଫରେ ମ୍ୟାଜିକ୍ ହବ। ଏଇ ଚାପ୍ଟରଟା ଏମିତି, ଆପଣ ଯଦି ମନି ପାଇଁ ଗ୍ରାଟିଚ୍ୟୁଡ୍ ଲେଖୁଛନ୍ତି, ମନିର ଆପଣ ବହୁତ କୃତଜ୍ଞତା କରନ୍ତୁ। ଯେତେ କୃତଜ୍ଞତା କରିବେ ସେତେ ଆପଣଙ୍କ ଲାଇଫରେ ଚେଞ୍ଜେସ୍ ହେବ। ଆପଣଙ୍କ
ପାଖକୁ ପଜିଟିଭ ଓରା ଆସିବ ଆଉ ସବୁ ଜିନିଷ ଧୀରେ ଧୀରେ ଭଲ ହବ। ଆପଣ ଯେତେ ପଜିଟିଭ ରହିବେ, ଯେତେ ଖୁସି ମେହସୁସ କରିବେ, ଦେଖିବେ ନିଶ୍ଚୟ ଆପଣଙ୍କ ଲାଇଫରେ ଯାଦୁ ହବ। ଧନ୍ୟବାଦ। ଆଜିକା ଚାପ୍ଟରଟା କେମିତି ଆପଣଙ୍କୁ ଲାଗିଲା ଆଉ ଇଣ୍ଟରେଷ୍ଟିଂ ଲାଗିଲା କି ନାହିଁ? ଧୀରେ ଧୀରେ ଆମକୁ ଏମିତି ବହୁତ ନୂଆ ନୂଆ ପ୍ରାକ୍ଟିସ୍ ଆମେ କରିବୁ 28 ଦିନରେ। ଆଉ ଦେଖିବେ, ବିଶ୍ୱାସ କରିବେ, ଆମ ପାଖରେ କେତେ ଜିନିଷ ଅଛି, ଆମେ କେତେ ଜିନିଷର ଗ୍ରାଟିଚ୍ୟୁଡ୍ କରିପାରିବୁ। ଆମେ ଗ୍ରାଟିଚ୍ୟୁଡ୍ କରିଲୁ। ଗ୍ରାଟିଚ୍ୟୁଡ୍ ହେଉଛି ଗୋଟେ ସୁନାର ସୂତା। ଆମେ ଯେତେ ଗ୍ରାଟିଚ୍ୟୁଡ୍ କରିବା ସେତିକି ସକ୍ସେସଫୁଲ୍ ହେବା, ସେତିକି ଆମେ ଆଗକୁ ବଢ଼ିବା। ସେଥିପାଇଁ ଆପଣ ବହୁତ ଇଜିରେ, ସହଜରେ ମୁଁ ଯେଉଁ ବତାଉଛି, ମୋର ବିଶ୍ୱାସ ଆପଣ ବୁଝିପାରୁଥିବେ ଆଉ ପ୍ରାକ୍ଟିସ୍ ନିଶ୍ଚୟ କରୁଥିବେ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ନମସ୍କାର।